ଦୋଳ ପୂର୍ଣ୍ଣିମାରେ କଟକ ଜିଲ୍ଲା ମାହାଙ୍ଗା ଓଳକଣାରେ ପୁରାଣ ବର୍ଣ୍ଣିତ ଓଳକଣା ମେଳନ ଅନୁଷ୍ଠିତ ହୋଇଯାଇଛି। ଘଣ୍ଟ ଘଣ୍ଟା ବାଜା ମାଦଳ ସହିତ ରଙ୍ଗୀନ ଆଲୋକ ମାଳା କମ୍ପି ଉଠୁଛି। ଭକ୍ତ ବିଦୁରକ ଓଳକଣା ମେଳନ ପଡ଼ିଆ। ଡିଜେର ତାଳେ ତାଳେ ନାଚି ଉଠୁଛି ପ୍ରତ୍ୟେକ ସାହି ମେଢ଼। ସାମ୍ନାରେ ଅଗଣିତ ଜନସମୂହ। କଥାରେ ଅଛି ଓଳକଣା ମେଳନ ଆଳିରଜା ଝୁଲଣ ଅସୁରସ୍ୱର ରାମନବମୀ ପୁରସ୍ତମ ଚନ୍ଦନ। କିମ୍ବଦନ୍ତୀ କହେ ଭକ୍ତ ବିଦୁର ଏଠି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବର ମାଗିଥିଲେ କି ଆଜିର ଏହି ଦିନରେ ନାରାୟଣ ହର ଓ ହରି ରୂପରେ ଦର୍ଶନ ଦେବା ପାଇଁ। ଏହି ଓଳକଣା ପଡ଼ିଆଟି ଅନ୍ୟ ଦିନମାନଙ୍କରେ ଦେଖିବେ ଛୋଟ ଦୃଶ୍ୟମାନ, ହେଲେ ଭକ୍ତ ଯେତେ ଅଧିକ ହେବେ ଆପେ ଆପେ ବିସ୍ତାରିତ ହେବ, ଯେମିତି ମସ୍ତକାୟ ପଡ଼ିଆ ସଦୃଶ୍ୟ ହେବ। ଏଠିକାର ନିଆରା ଅଗଣିତ ବିମାନଗୁଡ଼ିକ ବିନା ନିମନ୍ତ୍ରଣରେ ଓଳକଣା ପଡ଼ିଆରେ ବିରାଜମାନ ହୁଅନ୍ତି ଏବଂ କୌଣସି ଠାକୁରଙ୍କୁ ଏଠି ବିଦାକି ଦିଆଯାଏ ନାହିଁ। ବିଶେଷ କରି ଭଦ୍ରେଶ୍ୱର ବିମାନରେ ସ୍ୱୟଂ ଶିବ ଓ ଶକ୍ତି ବିରାଜମାନ ହୋଇଥାନ୍ତି। ମହା ଆଡ଼ମ୍ବର ସହକାରେ ପ୍ରଥମେ ଥାନାପତି ଆଳିରାଜାଙ୍କର ବିମାନ ପଡ଼ିଆରେ ବସିବା ପରେ ଅନ୍ୟାନ୍ୟ ବିମାନଗୁଡ଼ିକ ପଡ଼ିଆରେ ପ୍ରବେଶ କରିଥାନ୍ତି। ଆଜି ପର୍ଯ୍ୟନ୍ତ କେହି ଜଣେ ବି କହିପାରିବେ ନାହିଁ ଓଳକଣା ପଡ଼ିଆରେ କେତୋଟି ବିମାନ ଆସିଥାନ୍ତି। ଲକ୍ଷ ଲକ୍ଷ ଭକ୍ତ ସମାଗମ ହୁଏ ଏହି ମେଳନ ପଡ଼ିଆରେ। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ଦର୍ଶକ ଓ ସ୍ଥାନୀୟ କମିଟି ସଭାପତି। ମୋ ନାଁ ବର୍ଷା ବେହେରା, ଘର ଲଳିତଗିରି। ମୁଁ କଟକରୁ ଆସିଛି। ଭଲ ହୁଏ ଦୋଳ ମେଳନ, ବହୁତ ବଡ଼ ହୁଏ। ଏଠିକାର ନାଁ ମୁଁ ଯେତିକି ଶୁଣିଛି ଆଉ ଜାଣିଛି, ମତେ ତ ଭଲ ଲାଗେ। ମୁଁ 4 ବର୍ଷ ହେଲା ଆସୁଛି ଆଉ ଠାକୁର ସତରେ ଅଛନ୍ତି ଏଠି, ଆଉ ଏଠି କିଛି ଅଛି ବୋଲି ତ ଆମେ ଆସୁଛୁ। ବହୁତ ଲୋକ ବି ଆସିଛନ୍ତି, କୁଆଡ଼ୁ କ'ଣ ଲୋକ ଆସିଛନ୍ତି ତାର ଠିକ୍ ଠିକଣା ନାହିଁ। ମୁଁ ବି ଚାହୁଁଛି ସମସ୍ତେ ଏଠିକି ଆସନ୍ତୁ ଆଉ ଏଇ ମେଲଣ ଦେଖନ୍ତୁ। ଆଉ ଏଇ ପଡ଼ିଆ, ଛୋଟ ପଡ଼ିଆଟି, ଆଜିକା ଦିନରେ ଏଇ ପଡ଼ିଆଟି ବହୁତ ବଡ଼ ହେଇକିରି ଠାକୁରମାନେ ବସନ୍ତି। ଆସ ସମସ୍ତେ ଦେଖି ଭଲ। ପଶ୍ଚିମ ଉତ୍ତର ଦକ୍ଷିଣ ସବୁଆଡୁ ହରିଙ୍କର ଯେତେବେଳେ ବିମାନ ଆସିଥାଏ, ବୀରଭଦ୍ରେଶ୍ୱରପୁରରୁ ଶିବ ଶକ୍ତି ଆସିଥାନ୍ତି। ସବୁ ମେଳଣ ହରି ଥାନ୍ତି। ଏଠାରେ ଯେତେବେଳେ ହର ଆସନ୍ତି, 2 ଜଣଙ୍କର ଓଳକଣା ମେଳନ ପଡ଼ିଆରେ ଭେଟ। ଆପଣ ଏହାର ଏପରି ଏକ ବିଶେଷତ୍ୱ ଅଛି, ସବୁ ମେଳଣରେ ବିମାନ ମାନଙ୍କୁ ଆପଣଙ୍କୁ ନିମନ୍ତ୍ରଣ ଦେବାକୁ ପଡ଼ିବ। ଏପରି ମେଳଣ ଯୋଉଠି ବିନା ନିମନ୍ତ୍ରଣରେ ଅନେକ ସଂଖ୍ୟକ ବିମାନ ଏଠାକୁ ଆସିଥାନ୍ତି ଏବଂ ବିନା ନିମନ୍ତ୍ରଣରେ ସେମାନେ ଯାଇଥାନ୍ତି। ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି, ପ୍ରଥମେ ଆଳିରାଜାଙ୍କର ବିମାନ ଆସିଲା ପରେ ବିମାନକୁ ଆମର ଦଧିଭବନ ଯୋଉ ମନ୍ଦିର ଅଛି, ଲକ୍ଷ୍ମୀଙ୍କର ବିମାନ ଆସେ। ସେ ତାଙ୍କ ଅଭିର ଦେଇକି ମରଣ କଲା ପରେ ଯାଇକି ପ୍ରବେଶ କରିବେ। ସେ ବିମାନ ଆସି ସାରିଲା ପରେ ଆଳିରାଜାଙ୍କର ସମସ୍ତ ବିମାନ ପ୍ରବେଶ କରିବେ ଏବଂ କୌଣସି ବିମାନକୁ କୌଣସି ନିର୍ଦ୍ଦିଷ୍ଟ ଜାଗା ଦିଆଯାଏ, ପ୍ରତିଯୋଗିତା ହୁଏ ବିମାନ ମାନଙ୍କ ଅନ୍ୟ ମେଳଣରେ କିଏ କୋଉଠି ବସି ଆଗଉଛି। ଇଏ ଏକ ଏପରି ମେଳଣ ଆଗରୁ ନିର୍ଦ୍ଧାରିତ ଆରମ୍ଭ ହେଲା ତାର ପୁରାଣ ଯୁଗରୁ ଅଛି। ଆପଣ ଦେଖିବେ ମହାଭାରତ ଉପରେ ବିଦୁରଙ୍କର ମଧ୍ୟ ଉପାସନା ଏଠାରେ ଏକ ବିଶ୍ୱ ପ୍ରସିଦ୍ଧ ମେଳନ କଲେ ଅଦ୍ୱିତୀୟ କଲେ। ଏବଂ ଏହାର ଆପଣ ଦେଖିବେ ଆଉ କିଛି ସମୟ ପରେ ବିମାନ ଗୁଡ଼ିକ ବସି ଆସୁଛନ୍ତି। ଏବେ ଭକ୍ତ ମାନଙ୍କର ସମାଗମ ହବ। ସେ ଯୋଉ ତାଙ୍କର ମାନସିକ କରିଥିବେ, ମାନସିକ ଭୋଗକୁ ଏବେ ସେମାନେ ନିଜେ ଅର୍ପଣ କରି ଚାଲିବେ। ମୁଁ କହିବି ଓଡ଼ିଶାର ସବୁ ଲୋକ ଆସନ୍ତୁ ଏବଂ ଯୋଉ ପୁରାଣ ପ୍ରସିଦ୍ଧ ନିଶ୍ଚିତ ବୁଲି
ମାନେ ଯୋଉ ପ୍ରାନ୍ତରୁ ଧୀରେ ପକେଇବା ନାହିଁ, ଧୀରେ ପକେଇବା କୋଉ କଥା ଜାଣିବା କେତେ କଷ୍ଟ ଆପଣ ସାଲେପୁର ମାହାଙ୍ଗରୁ ମହେଶ୍ୱର ବେହେରାଙ୍କ ରିପୋର୍ଟ, ଦୁତି ଚାନ୍ ଟିଭି।